ସତ ମିଛ ଅଲଗା କଥା। ପ୍ରଥମ କଥା ଗୋଟେ ନ୍ୟାୟର ପ୍ରକ୍ରିୟା ମନେ ରଖନ୍ତୁ, ଏଇଟା ବମ୍ବେ ବ୍ଲାଷ୍ଟ ପୂର୍ବରୁ ହେଇଥିଲା, ଏମିତି ଚାଲିଛି ଆଜ୍ଞା, ଚାଲି ଚାଲି ଆସିଲା ଏତେ ବର୍ଷ। ମୁଁ ପ୍ରଜ୍ଞା ଠାକୁରକୁ ଜେଲରେ ପ୍ରାୟ ହାଫ ଡଜନ ଟାଇମ୍ସ ଦେଖା କରିଛି। ଯେତେବେଳେ ଭୋପାଳ ଜେଲରେ ଥିଲା ଦେଖା କରିଥିଲି, ଯେତେବେଳେ ସେ ଭୋପାଳରେ ଗୋଟେ ଆୟୁର୍ବେଦିକ କଲେ ଏଇ ଯୋଉ ହସ୍ପିଟାଲର ତାକୁ ଗୋଟେ ପ୍ରାଇଭେଟ ରୁମ ଦେଇଥିଲେ, ମୁଁ ଆଉ ମୁଡି ଶର୍ମା ତା ପାଖକୁ 3 ଥର ଦେଖା କରିଥିଲୁ। 2013ରେ 2014ରେ ବି କର୍ଣ୍ଣନ ପୁରୋହିତ। ଆମେ ସଦାବେଳେ ପ୍ରଜ୍ଞା ଠାକୁର କଥା କହୁଛୁ, କିନ୍ତୁ ପ୍ରଜ୍ଞା ଠାକୁରଠୁ ବେଶୀ ସଫରିଂ ହେଇଛି କର୍ଣ୍ଣଲ ପୁରୋହିତର, ଯିଏ ଗୋଟେ ଆର୍ମିର କର୍ଣ୍ଣଲ ଥିଲା। ଯାହା କୁହାହେଇଥିଲା ସେ ଆରଡିଏକ୍ସ ଆଣିଛି, କିନ୍ତୁ ସବୁଥିରେ ଆମେ ଦେଖିଥିଲୁ ତାକୁ ବହୁତ ଟର୍ଚର କରାଯାଇଥିଲା, ବହୁତ ଦିନ ତାକୁ ରଖାଗଲା ବହୁତ ଥରେ। ଯାହା ହଉ ସେ ଆଜି ମୁକ୍ତ ହେଲା। କିନ୍ତୁ ଏଇଟା ଗୋଟେ ଏକ୍ସାମ୍ପଲ କି କୋଉ ରୁଲିଂ ପାର୍ଟି ଥାଉ, ଆଜି ବିଜେପି ଅଛି ସେତେବେଳେ କଂଗ୍ରେସ ଥିଲେ, ଯୋଉ ଗୋଟେ ଏମିତି ଘଟଣା ଘଟେ ତାକୁ ଗୋଟେ କେମିତି ପଲିଟିକାଲ ଅପରଚୁନିଜମ ନେଇକି ବିରୋଧୀ କି ଯେହେ ବି ପାର୍ଟି ଥିବ ସେତେବେଳେ ହିଁ ସେଫରନ୍ ଟେରର କଥା ଥିଲା ଆଜ୍ଞା, ବୁଝିଲେ। ତାଙ୍କର କ'ଣ କମ୍ପ୍ଲେକ୍ସିଟି ଅଛି ନାହିଁ, ମୁଁ ସବୁ ତାଙ୍କର କେସ୍ ଷ୍ଟଡି ପଢିଛି, ସବୁ କରିଛି। ତାର ସେ କହୁଛନ୍ତି ଯୋଉ ସ୍କୁଟରରେ ବମ୍ ରଖା ହେଇଥିଲା ଏକ୍ସପ୍ଲୋଜିଭ ଥିଲା ଆରଡିଏକ୍ସ, ସେଇଟା ସାଧ୍ୱୀଙ୍କ ନାଁରେ ବୁକ୍ ଥିଲା। ଏଇଟା ପୁରା ଭୁଲ, ଏଟା ପ୍ରୁଭ ହେଇଯାଇଥିଲା। ଆଜି ଏତେ ବର୍ଷ ଲାଗିଲା। ଆମେ ଦେଖିଛୁ କିଛି ଦିନ ତଳେ ଯୋଉ ବମ୍ବେ ବ୍ଲାଷ୍ଟର ବି ଯୋଉ ଆକ୍ୟୁଜ ମାନେ ଥିଲେ ତାଙ୍କୁ ବି ଲୋଅର କୋର୍ଟ ରିହା କରିଦେଇଛି, ମୁକ୍ତି କରିଦେଇଛି, କିଛି ଦୋଷ ନାହିଁ। ଏଇଟା ଦିଟା ଜିନିଷ ଆଜ୍ଞା, ଆଇଦର ଆମେ ଭୁଲ ଲୋକଙ୍କୁ ଆରେଷ୍ଟ କରିକି ଟ୍ରାଏଲ କରୁଛୁ, ଦ୍ୱିତୀୟ କଥା ଆମର ଇନଭେଷ୍ଟିଗେସନଟା ଅପ୍ ଟୁ ଦି ମାର୍କ କି ଥର ହେଇପାରୁନାହିଁ। ଦିଟା ଯାକ ଜିନିଷ ଆଜ୍ଞା ବିପଦ, ଯୋଡ଼େ ଯାକ ମାଲେଗାଁ ବ୍ଲାଷ୍ଟ ବି ଆଉ ଇଏ ଗୁଡ଼ା ବି ଆମର ଯୋଉ ବମ୍ବେ ବ୍ଲାଷ୍ଟ ବି ହେଇଥିଲା, ଦିଟା ଯାକ ବହୁତ ସିରିୟସ ଟେରରିଷ୍ଟ ଆଟାକ୍ ଥିଲା ଭାରତର ଲୋକଙ୍କ ଉପରେ, ଭାରତର ସମ୍ବିଧାନ ଉପରେ, ଭାରତର ଇଣ୍ଟରନାଲ ସିକ୍ୟୁରିଟି ଉପରେ ଆଜ୍ଞା। କିନ୍ତୁ ଆମେ ଦେଖି ଆସିଛୁ ଆଜି ଡେଟ୍ରେ ଟେରରିଷ୍ଟ ଆକ୍ଟ ହଉ କ୍ରାଇମ ହଉ, ସେଟା ଗୋଟେ ଆଇସୋଲେଟେଡ କେସ୍। ତାକୁ କୋଉ ପଲିଟିକାଲ ପାର୍ଟି କୋଉ ଗ୍ରୁପ ସାଙ୍ଗରେ ଯଦି ଯୋଡ଼ିକି ତାକୁ ବାୟାସ କରିକି ଯଦି ଯୋଡ଼ା ହେଇଛି ସେ ଗ୍ରୁପକୁ ବି ଧରାଯାଉ। ଆପଣ ଜାଣିଛନ୍ତି ଆମର ଇଏ ହିନ୍ଦୁ ମହାସଭାକୁ ଆରଏସଏସକୁ ସେ ଗାନ୍ଧୀ ବୀର ସାବରକରକୁ ଗାନ୍ଧୀ ହତ୍ୟାରେ ବି ଇମ୍ପ୍ଲିକେଟ କରିକି ବ୍ୟାନ୍ କରିବା କଥା ସଦାବେଳେ ହଉଥିଲା, ଏମର୍ଜେନ୍ସିରେ ଆପଣ ଦେଖିଥିଲେ। ଏମିତି ଏଇଟା ଠିକ ନୁହେଁ। ଆଜି ସାଧ୍ୱୀ ତ ଏମିତି ବି ରିହା ହେଇଛି 2014ରୁ, ଇଲେକ୍ସନ ବି ଲଢିଛି, ଜିତିଛି, ତାକୁ ସେକେଣ୍ଡ ଟାଇମ ଟିକେଟ ବି ଦେଲେ ନାହିଁ, କିନ୍ତୁ ତାର ପପୁଲାରିଟି ଅଲରେଡି ଅଛି। ଦେଖନ୍ତୁ ସେ ଇଲେକ୍ସନ ବି ଯୋଉଠୁ ଲଢିଥିଲା ସେଠି ପ୍ରାୟ 50% ମୁସଲିମ ଭୋଟର ଥିଲେ, ସେ ଦିଗ୍ବିଜୟ ସିଂଙ୍କୁ ପ୍ରାୟ 3.5 ଲକ୍ଷ ଭୋଟରେ ହରେଇଥିଲା। ହଁ, କିନ୍ତୁ କିଛି କଥା ସେ ତାର ଯେତେବେଳେ ବେଲରେ ରିଲିଜ ହେଇଥିଲା କିଛି ସେ ଏମିତିଆ କଥା କହିଥିଲା ଯୋଉଟା କହିବା କଥା ନୁହେଁ, ଯୋଉଟା ତା କେସକୁ ଆଉ ଖରାପ କରୁଥିଲା। ପ୍ରଥମ କଥା ଥିଲା ସେ ଯୋଉ କହିଥିଲା ଗଡସେ ଗୋଟେ ପ୍ୟାଟ୍ରିଅଟ, ଯୋଉଟାକୁ ପ୍ରଧାନମନ୍ତ୍ରୀ ବି ଖଣ୍ଡନ କରିଥିଲେ। ତାପରେ ହେମନ୍ତ କାରକରେ ସିଏ ଯେତେବେଳେ ମରି ଯାଇଥିଲା ତାକୁ ମାରି ଦେଇଥିଲେ ଯୋଉ ଟେରରିଷ୍ଟ ମାନେ ହମଲା ଉପରେ, ତା ଉପରେ ବି ସାଧ୍ୱୀ କହିଥିଲେ କି ନାଇଁ ସେଟା ଭଲ ହେଇଛି। ତାଙ୍କର ପର୍ସନାଲ ରିଜନ ଥିଲା, ସେ ତାକୁ ବହୁତ ଟର୍ଚର କରିଥିଲା କଷ୍ଟଡିରେ, ପର୍ସନାଲି ବି ଟର୍ଚର କରିଥିଲା। ନିଜେ ବି ସାଧ୍ୱୀ ମତେ ଗୋଟେ ଚିଠି ଦେଇଥିଲେ ଯୋଉଟା ମୁଁ ଯାଇକି ରାଜନାଥ ସିଂଙ୍କୁ ଦେଇଥିଲି, ସେତେବେଳେ ଲ ମିନିଷ୍ଟର ଥିଲେ ରବିଶଙ୍କର ପ୍ରସାଦ, ତାଙ୍କୁ ବି ଦେଇଥିଲି। ଯାହା ହଉ ଆଜ୍ଞା, ବହୁତ ଲମ୍ବା ପ୍ରକ୍ରିୟା। ଯଦି 20-25 ବର୍ଷ ଲାଗୁଛି ଗୋଟେ ଲୋକକୁ ଆଇଦର ଦୋଷୀ ସାବିତ କରିବା ପାଇଁ କି ନିର୍ଦ୍ଦୋଷ କରିବା ପାଇଁ, ସେଟା ଦେଖଉଛି ଆମର ଲିଗାଲ ସିଷ୍ଟମ କେତେ ଇଫେକ୍ଟିଭ ଅଛି, ମୁଁ ଏହା କହିବି। ଆଉ ଯାହା ହଉ ସାଧ୍ୱୀ ତ ଆଉ ନାହିଁ, ତାକୁ ଏଥର ଟିକେଟ ଦେଇନଥିଲେ କାହିଁକି ସେ ବହୁତ ବୟାନବାଜି ପାର୍ଲାମେଣ୍ଟରେ ବି ଠିକ କରୁନଥିଲା। ଯେତେବେଳେ ତାକୁ ପାର୍ଲାମେଣ୍ଟରେ ଥିଲା ଇଆଡେ ସିଆଡେ ଦଉଥିଲା। କିନ୍ତୁ ମୁଁ ବେଶୀ ଖୁସି ଖାଲି ସାଧ୍ୱୀ ନୁହେଁ, ତାଙ୍କ ସାଙ୍ଗରେ କର୍ଣ୍ଣଲ ପୁରୋହିତ ବି ଆଜି ଯଦି ପୁରା ଦୋଷୀ ମୁକ୍ତ ହେଇଛନ୍ତି, ଏଇଟା ଗୋଟେ ବହୁତ ଭଲ କଥା। ନା ଦେଖନ୍ତୁ, ଆମେ ସେଇ ମୁସଲିମ ବି କହୁ ଆତଙ୍କବାଦ, ଯଦି ଆପଣ କୋଉ ଆତଙ୍କବାଦୀର ଧର୍ମ ନଥାଏ ଆଜ୍ଞା, ବହୁତ ଲୋକ କହିଛନ୍ତି ଆତଙ୍କବାଦର ଧର୍ମ ନଥାଏ। ମୁଁ ତ ରାଦରେ କହିବି ଆକୁ ହିନ୍ଦୁ ଆତଙ୍କବାଦ ଏଥିରେ କରିକି ଆମେ ଜଡିତ କରିକି ବହୁତ ଥରେ ଆମେ ଜଷ୍ଟିସ ସିଷ୍ଟମକୁ ଡିରେଲ କରୁ। ଗୋଟେ ଆକ୍ଟ ଅଫ ଟେରର, ଗୋଟେ ଆକ୍ଟ ଅଫ କ୍ରାଇମ, ତାକୁ ଗୋଟେ ଆଇସୋଲେଟେଡ ଆମ ଦେଶର ନ୍ୟାୟ ଅଛି ଆମର, ସେଥିରେ ତାକୁ ଇନଭେଷ୍ଟିଗେଟ କରିବା କଥା। ହଁ, ଯଦି ଗୋଟେ ବଡ ଗ୍ରୁପ ତା ପଛରେ ଅଛି ଅଟୋମେଟିକଲି କରିବା, କିନ୍ତୁ ତାକୁ
डिरेल करवा एमती कहवा कि एटा सेफरन टेरर थिला एटा इस्लामिक टेरर थिला एटा आज्ञा भूल बुझिले आपण को धर्म भी टेररिज्म सिखौनी को धर्म रे भी कहूनी टेररिस्ट करो इनोसेंट लाइफ को मार किंतु पॉलिटिकल अपॉर्चुनिज्म रे एटा सदाबेला करी आछि सब पार्टी करछन्ती मु को गोटे पार्टी ना नेबेनी सेथिरे दीटा जिंस थाए गोटे असल दोषी खसी जाती आउ जस्टिस सिस्टम डिले हे जाय हम निजे देखिछु आपण यदि देखिबे गोदरा राइट रो जगह यदि हेला हम देखिलु से जो बिल्किस बानो केस रे भी एपिसोड को रिलीज करा गला रिलीज कला पर पुणी ताकू आउ थे सुप्रीम कोर्ट ओवरटर्न करके पुणी ताकू जेल रे पखा गला बहुत एमतिया केस अच्छी आगे जो थे मु कहबी कहीं पॉलिटिकल जो रूलिंग डिस्पेंसेशन थाए से ताकू गोटे गोटे इंसिडेंट को टूल यूज करिकी सेटा अपोजिशन ऊपर थपी दिए आउ ताकू गोटे गोटे कलेक्टिव जेमती थाए ताकू समस्त को दोषी बहुत लोक को दोषी बहुत बड़ षड्यंत्र अच्छी एक्ट ऑफ टेररिज्म आगे आइसोलेटेड था 8 10 15 लोकंकर मुंड थाए आगे एथरे को बहुत बड़ बड़ ऑर्गेनाइजेशन जदि भी थाए जदि कंट्रोलिंग की फंडिंग करि पारंती किंतु जो एक्चुअल एग्जीक्यूशन हुए सेटा बहुत की प्लेयर थांती बहुत अल्प लोक थांती आपण बॉम्बे ब्लास्ट रे भी देखि चंती आपण सब थरे देखि चंती आपण गोटे हजार सेटा ओपन वार थाए आगे जेमती ए माने करचंती माओवादी माने करचंती अंडरग्राउंड एक्टिविटी करचंती टेररिज्म इज आइसोलेटेड भजा हो भलो हम डेट रे एटा गोटे सबक थिबो नेक्स्ट टाइम गोटे क्राइम हैला हमें ता गोटे क्राइम कहबा ता गोटे हिंदू क्राइम कि मुस्लिम क्राइम एमती कहबा नाही ए खुशी खबर कोन से केते सफर करिछि मु जेतले साध्वी को प्रथमे भेटिथिली शी वाज सफरिंग फ्रॉम कैंसर मु ताको जेतले जेल रे मीट करिथिली नागपुर जाइथिली ताको वॉकर भी दे नथिले गोटे प्लास्टिक चेयर को धरी 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 से चालुथिला आगे बुझिले आउ जेतले सेकंड टाइम जेतले से थिला एठी आयुर्वेदिक रे कॉलेज रे थिला ए जो हॉस्पिटल रे से पूरा ताको गोटे छोट रूम देथिले ता भितरे से तो उठी परिबी नथिला चाली पारु भी नथिला तांकर ऑलरेडी सफरिंग बहुत कर्नल पुरोहित को भी बहुत टॉर्चर करा हिच ताको से अंडा सेल रे रखिथिले ए जो हमर बॉम्बे रे प्रिजन रे रखिथिले ताको चारि आडे नै कि जेतले प्रमाण एटा आजी कोर्ट करिछि से तो 15 वर्ष ला कहि आछि मु इनोसेंट तारो जे आपण जानचंदी कर्नल पुरोहित एबे भी ता फुल दरमा पाउछि ताकू आर्मी किसी एक्शन नहीं आर्मी कहूँ से इनोसेंट आज डेट जाए भी तार सीनियरिटी की किसी एफेक्ट करना बुझे ना जदि गोटे लोक आर्मी हो कि जहाँ जदि अरेस्ट होता सांगे सांगे से डिसमिस करके डिस्चार्ज करती आज जाए करना बुझे द फोर्सेस स्टूड बिहाइंड हिम ऑल द टाइम